जोड़ा महोत्सव निमंते प्रस्तुति बैठक शीतुआ संध्या आसिले मन पड़े जोड़ा महोत्सव कथा। प्रबल शीत लहरी सत्ते लोक नाच गीत सांग को विभिन्न खाद्य सामग्री बेस मजा नहीं था जोड़ा बसे। वर्षक पर पुणी से ही समय आसी जाइछि जहाँ जोड़ा तथा आखपाख अंचलवासी आनंदर खोराक जोगाइब। आसंता जनवरी 17, 18, 19 तारिख 3 दिन धरी ए उत्सव पालन करने को जाउछि खनि प्रवण सहर जोड़ा। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ମହୋତ୍ସବ କମିଟିର ସମ୍ପାଦକ ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଯୋଡ଼ା ପୌରପାଳିକା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଯୋଡ଼ା ପୌରାଧ୍ୟକ୍ଷ ଡକ୍ଟର ଜଗଦୀଶ ପ୍ରସାଦ ସାହୁ, ମୁକେଶ ସିଂଘାଣିଆ, କାବୁ ଜେନା, ଅମର କେଜରିୱାଲ, ବରିଷ୍ଠ ସାମ୍ବାଦିକ ପ୍ରକାଶ କୁମାର ମହାନ୍ତି, ମନୀନ୍ଦ୍ର ସୁନ୍ଦର ବାରିକ, ଦୁର୍ଗା ପ୍ରସାଦ ମହାନ୍ତି, ଗଣେଶ ସାହୁ, ଦିଗାମ୍ବର ବେହେରା, ରମେଶ ମହାପାତ୍ର, ସଞ୍ଜିତ ପାରିକ, ସଞ୍ଜୀବ ମୁଣ୍ଡା, ସମୀର ଦାସ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ମହୋତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ସର୍ବସମ୍ମତି କ୍ରମେ ଏହି ଉତ୍ସବ ଆସନ୍ତା ଜାନୁଆରୀ 17, 18, 19 ତାରିଖ 3 ଦିନ ପାଳନ କରାଯିବାର ସ୍ଥିର କରାଯାଇଛି। ଏ ମହୋତ୍ସବରେ ଓଡ଼ିଶାର ଲୋକକଳା ସାଙ୍ଗକୁ ପାରମ୍ପରିକ ବାଦ୍ୟ, ନୃତ୍ୟ ଇତ୍ୟାଦିକୁ ଅଗ୍ରାଧିକାର ଦିଆଯିବାର ବ୍ୟବସ୍ଥା କରାଯାଇଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଉକ୍ତ ମଞ୍ଚରେ ସଙ୍ଗୀତ ପରିବେଷଣ କରିବାର ବ୍ୟବସ୍ଥା କରାଯାଇଛି। ଏହି ମହୋତ୍ସବକୁ ଆକର୍ଷଣୀୟ ତଥା ଯୁବପିଢ଼ିମାନଙ୍କ ହୃଦୟରେ ଚେତନା ଜାଗ୍ରତ କରିବା ନିମନ୍ତେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରିବାର ପ୍ରସ୍ତାବ ଗୃହୀତ ହୋଇଥିବା ଜଣାପଡ଼ିଛି। ଯୋଡ଼ାରୁ ରମେଶ ଚନ୍ଦ୍ର ମହାପାତ୍ରଙ୍କ ରିପୋର୍ଟ, ସଂଘର୍ଷ ଟିଭି।